ଆମ ପ୍ରତିନିଧି ଖବର ସଂଗ୍ରହ କରିବା ପାଇଁ ଯାଉଥିବା ସମୟରେ ଢେଙ୍କାନାଳ ସହର ମଧ୍ୟରେ ପ୍ରଚଣ୍ଡ ଖରାରେ ଜଣେ ମଉସା ଲୁନାରେ ଦହି ଗ୍ଲାସ୍ ବିକ୍ରି କରୁଛନ୍ତି। ତାଙ୍କ ପାଖକୁ ଯାଇ ପଚାରିବାରୁ ମଉସା ଜଣକ କହିଥିଲେ ଯେ ସେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ଗ୍ରାମର ଦୁଆରୀ ବାବା। ସେ ପ୍ରାୟ 10 ବର୍ଷ ହେବ ସହର ମଧ୍ୟରେ ଲୁନାରେ ବୁଲି ବୁଲି ଦହି ଗ୍ଲାସ୍ 20 ଟଙ୍କାରେ ବିକ୍ରି କରି ଆସୁଛନ୍ତି। କ୍ଷୀର ଲିଟର 40 ଟଙ୍କାରେ କିଣି 70 ଟଙ୍କାରେ ଦହି ବିକି ତାଙ୍କ ମଜୁରୀ ଉଠିଯାଉଛି ଓ ତାଙ୍କ ପରିବାର ଖୁସିରେ ଚଳାଉଛନ୍ତି। ଅତ୍ୟଧିକ ଖରା ଦାଉରୁ ରକ୍ଷା ପାଇଁ ଲୋକମାନେ ମଉସାଙ୍କଠୁ ଏହି ଦହି ପିଇ ଆତ୍ମତୃପ୍ତି ଲାଭ କରୁଛନ୍ତି। ନମସ୍କାର, ମୁଁ ବୁହାରୀ ବାବା ବେଲଟିକିରି। ମୋର ଏ ବେପାର 10 ବର୍ଷ ହେଇଗଲା। କ୍ଷୀର 40 ଟଙ୍କାରେ କିଣୁଛି, ଦହି 70 ଟଙ୍କାରେ ବିକୁଛି। ମୋ ମଜୁରୀ ଏଇଥିରୁ ଉଠି ଯାଉଛି, ଭଲ ଆନନ୍ଦରେ ଚଳୁଛି। ମୋଠୁ ଏ ବିଦ୍ୟା କେହି ଶିଖି ପାରୁନାହାନ୍ତି। ଆଉ ଲୋକ ଟିକେ ଦହି କ୍ଷୀର ପାଖରୁ ଦୂରେଇ ଗଲେଣି। ଆଉ